हेलो पिलामाने वेलकम बैक टू आवर यूट्यूब चैनल। आज मु अष्टम श्रेणी वृक्ष महात्म्य कवितार क्वेश्चन आंसर डिस्कशन करी। तो चलो आरंभ करदबा। प्रथम क्वेश्चन, आस कथबार्ता हेबा। क ओडिया भागवतर रचयिता किए? आंसर लिखिब ओडिया भागवतर रचयिता जगन्नाथ दास। ख कवि जगन्नाथ दास केउं शताब्दी जन्मग्रहण करथिले? आंसर लिखिब कवि जगन्नाथ दास पंचदश शताब्दीर शेषार्ध षोडशरे जन्मग्रहण करथिले। ग ओडिया भागवतर केउं स्कंदरू वृक्ष महात्म्य कविताटी अणाଯାଇଛି? आंसर लिखिब ओडिया भागवतर दशम स्कंद गोपलीला अंतर्गत त्रयोविंश अध्यायरू वृक्ष महात्मा कविताटी अणाଯାଇଛି। घ केउंमानंक आगरे श्रीकृष्ण वृक्षर महिमा कथा कहुथिले? आंसर लिखिब गोपाल बालक मानंक आगरे श्रीकृष्ण वृक्षर महिमा कथा कहुथिले। व ଯମୁନା ବିଷୟରେ କ'ଣ କୁହାଯାଇଛି? ଆନ୍ସର୍ ଲେଖିବ ଯମୁନାର ଶୀତଳ ଜଳ ନରହରି ପାନ କଲେ ବୋଲି କୁହାଯାଇଛି। 2 ନମ୍ବର କ୍ୱେଶ୍ଚିନ୍, ଆସ 2 ବା 3ଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା। କ ଶ୍ରୀକୃଷ୍ଣଙ୍କ ନାମ ଦାମୋଦର ହୋଇଛି, ଏହାର କାରଣ କ'ଣ? ଆନ୍ସର୍ ଲେଖିବ ଦାମ ଶବ୍ଦର ଅର୍ଥ ଦଉଡ଼ି। ପିଲାଦିନେ ଅମାନ୍ୟା ଶ୍ରୀକୃଷ୍ଣଙ୍କୁ ମାତା ଯଶୋଦା ଥରେ ଦଉଡ଼ିରେ ବାନ୍ଧିଥିଲେ। ଶ୍ରୀକୃଷ୍ଣଙ୍କ ଶରୀରରେ ସେହି ଦଉଡ଼ିର ଚିହ୍ନ ରହିଯାଇଥିଲା। ସେହି କାରଣରୁ ଶ୍ରୀକୃଷ୍ଣଙ୍କର ଅନ୍ୟ ନାମ ହେଉଛି ଦାମୋଦର। ଖ ଗୋପ ବାଳକମାନେ ଦୁଃଖ ଅନୁଭବ କରୁଥିଲେ କାହିଁକି? ଆନ୍ସାର ଲେଖିବ ଗୋପାଳ ବାଳକମାନେ ବନରେ ଧେନୁ ଚରାଉଥିଲେ। ମଧ୍ୟାହ୍ନ ସମୟର ସୂର୍ଯ୍ୟ କିରଣର ଅସହ୍ୟ ତେଜ ଶରୀରରେ ଲାଗିବାରୁ ସେମାନେ ଦୁଃଖ ଅନୁଭବ କରୁଥିଲେ। ଗ ବୃକ୍ଷକୁ ସୁଜନଙ୍କ ସହିତ ତୁଳନା କରାଯିବାର କାରଣ କ'ଣ? ଆନ୍ସାର ଲେଖିବ ସୁଜନ ବା ଭଲ ମଣିଷ ନିକଟକୁ ଯାଇଥିବା ଅତିଥିକୁ ସେ ଯେପରି ନିରାଶ ନ କରି ଉପଯୁକ୍ତ ଆତିଥ୍ୟ ପ୍ରଦାନ କରିଥାଏ, ଠିକ୍ ସେହିପରି ବୃକ୍ଷ ନିକଟକୁ ଯାଇଥିବା ପ୍ରାଣୀକୁ ବୃକ୍ଷ ତା'ର ପତ୍ର, ଫୁଲ, ଫଳ, ଛାଇ, ମୂଳ, ବକଳ, ଦାରୁ ଦେଇ ସନ୍ତୁଷ୍ଟ କରିଥାଏ। ତେଣୁ କବି ବୃକ୍ଷକୁ ସୁଜନ ବା ଭଲ ମଣିଷ ସହିତ ତୁଳନା କରିଛନ୍ତି। ଘ ଜୀବିକା ହୁଅନ୍ତି ପ୍ରାଣୀଙ୍କର, ଏହି ଧାଡ଼ିରୁ ବୃକ୍ଷ ସମ୍ପର୍କରେ ତୁମେ କ'ଣ ଜାଣିବାକୁ ପାହୁଛ? ଆନ୍ସାର ଲେଖିବ ଜୀବିକା ହୁଅନ୍ତି ପ୍ରାଣୀଙ୍କର, ଏହି ଧାଡ଼ିରୁ ବୃକ୍ଷର ଉପକାରିତା ସମ୍ପର୍କରେ ଆମେ ଜାଣିବାକୁ ପାହୁଛୁ। ବୃକ୍ଷ ଖରା, ବର୍ଷା, ଶୀତ ସହି ମଧ୍ୟ ପ୍ରାଣୀଙ୍କର ଉପକାରରେ ନିଜକୁ ନିୟୋଜିତ କରିଥାଏ ଓ ଜୀବନ ଧାରଣର ମାଧ୍ୟମ ହୋଇଥାଏ। 1 ନମ୍ବର କ୍ୱେଶ୍ଚିନ୍, କେଉଁ ସ୍ଥାନକୁ ଗଲେ ଅତିଥିଙ୍କୁ ନିରାଶ ହେବାକୁ ପଡ଼େ ନାହିଁ? ଆନ୍ସାର ଲେଖିବ ସୁଜନ ବା ଭଲ ମଣିଷଙ୍କ ଘରକୁ ଗଲେ ଅତିଥିଙ୍କୁ ନିରାଶ ହେବାକୁ ପଡ଼େ ନାହିଁ। 3 ନମ୍ବର ଲଙ୍ଗ କ୍ୱେଶ୍ଚିନ୍ଟା 100ରୁ 120 ଶବ୍ଦରେ ଲେଖିବାକୁ କହିଛି। କ ନମ୍ବର ବୃକ୍ଷମାନଙ୍କ ଜୀବନ ଧନ୍ୟ, କବି ଏପରି କାହିଁକି କହିଛନ୍ତି? ଆନ୍ସାର ଲେଖିବ ଷୋଡ଼ଶ ଶତାବ୍ଦୀର ଭକ୍ଳାସ କାବ୍ୟ ଯୁଗକୁ ଭକ୍ତି ରସର ଧର୍ମଧାରାରେ ପ୍ଳାବିତ କରି ଉତ୍କଳ ଜନଜାବନରେ ବୈଷ୍ଣବୀୟ ଚେତନା ଭରି ଦେଇଥିବା ସାରସ୍ୱତ ସାଧକଗଣଙ୍କ ମଧ୍ୟରେ ଭକ୍ତକବି ଜଗନ୍ନାଥ ଦାସ ଅଗ୍ରଗଣ୍ୟ। ଓଡ଼ିଶାର ପୁରପଲ୍ଲୀରେ ତାଙ୍କ ରଚିତ ଭାଗବତ ଅତି ପରିଚିତ ଓ ଉପାଦେୟ ଗ୍ରନ୍ଥ ଭାବରେ ସ୍ୱୀକୃତ। ଆଲୋଚ୍ୟ କବିତା ବୃକ୍ଷ ମହାତ୍ମ୍ୟ କବିଙ୍କ ଭାଗବତର ଦଶମ ସ୍କନ୍ଦ ଗୋପଲୀଳା ଅନ୍ତର୍ଗତ ତ୍ରୟୋବିଂଶ ଅଧ୍ୟାୟରୁ ଅଣାଯାଇଛି। ଏଥିରେ କବି କୃଷ୍ଣଙ୍କର ମାନବୀୟ ଲୀଳା ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ତାଙ୍କ ମଧ୍ୟରେ ବୃକ୍ଷର ମାହାତ୍ମ୍ୟ ବର୍ଣ୍ଣନା କରିଛନ୍ତି। ସେକେଣ୍ଡ ପାରାଗ୍ରାଫ, ବାସ୍ତବରେ କବି ବୃକ୍ଷର ମହାତ୍ମ୍ୟ ଦର୍ଶାଇବାକୁ ଯାଇ
ତାହାକୁ ସୁପୁରୁଷ ବା ସାଧୁମାନଙ୍କ ସହିତ ତୁଳନା କରିଛନ୍ତି। ନିଦାଘ କ୍ଳାନ୍ତରୁ ମୁକ୍ତି ପାଇବା ପାଇଁ କୃଷ୍ଣ ଗୋପ ବାଳକମାନଙ୍କ ସହିତ ବୃକ୍ଷର ଛାୟାରେ ବସିଛନ୍ତି। ବୃକ୍ଷର ସୁଶୀତଳ ଛାୟାରେ ସେ ଆନନ୍ଦ ଅନୁଭବ କରିଛନ୍ତି। ତାଙ୍କୁ ମନରେ ସ୍ୱାଭାବିକ ଭାବେ ବୃକ୍ଷ ପ୍ରତି ଆନୁଗତ୍ୟ ଭାବ ଆସିଛି। ବୃକ୍ଷର ମହିମା ବର୍ଣ୍ଣନାରେ ସେ ଶତମୁଖ ହୋଇଛନ୍ତି। ପାରାଗ୍ରାଫ 3 ବୃକ୍ଷର ମହିମା ବର୍ଣ୍ଣନା କରି ପ୍ରଥମେ ସେ ବୃକ୍ଷକୁ ସୁଜନ ପ୍ରାଣୀଙ୍କ ସହିତ ତୁଳନା କରିଛନ୍ତି। କାରଣ ସାଧୁ ଲୋକ ନିଜେ କଷ୍ଟ ସହିଲେ ମଧ୍ୟ ଅନ୍ୟ କାହାକୁ କଷ୍ଟ ଦେବାକୁ ଚାହେଁ ନାହିଁ। ସେ ସବୁବେଳେ ଅନ୍ୟର ମଙ୍ଗଳ ଆଶାୟୀ ହୋଇ ରହିଥାଏ। ସେହିପରି ବୃକ୍ଷ ପ୍ରକୃତି ଜନିତ ସବୁକିଛି। ଦୁଃଖ ସହିଲେ ମଧ୍ୟ ତାର ଆଶ୍ରିତ ପ୍ରାଣକୁ କେବେ ହେଲେ ଦୁଃଖ ଦେବାକୁ ଚାହେଁ ନାହିଁ। ସେ ଶୀତ ବର୍ଷା ଖରା ଦୁଃଖ ସହି ଆମମାନଙ୍କୁ ସୁଖ ଦେଇଥାଏ ବୋଲି ଶ୍ରୀକୃଷ୍ଣ ସେମାନଙ୍କୁ କହିଛନ୍ତି। 4th ପାରାଗ୍ରାଫ ବୃକ୍ଷ କେବଳ ପ୍ରାଣୀଙ୍କର ସହାୟ ହୋଇନଥାଏ, ସେ ମଧ୍ୟ ସେମାନଙ୍କ ଜୀବନ ଜୀବିକାର ମାଧ୍ୟମ ହୋଇଥାଏ। ତାର ପତ୍ରକୁ ମଣିଷ ଔଷଧ ରୂପେ ବ୍ୟବହାର କରି ଦୁଃସାହ ରୋଗ ଯନ୍ତ୍ରଣାରୁ ମୁକ୍ତି ପାଏ। ତାର ଫୁଲର ସୁବାସ ଓ ସୌନ୍ଦର୍ଯ୍ୟ ମଣିଷକୁ ବିମୋହିତ କରାଏ। ଫଳର ରସାଳ ରସରେ ମଣିଷ ନିଜର ଉଦର ଜ୍ୱାଳାକୁ ପ୍ରଶମିତ କରେ। ଗଛର ମୂଳ ପାଇଁ ମୃତ୍ତିକା କ୍ଷୟ ହୋଇନଥାଏ ଏବଂ ଜଳସ୍ତର ନିମ୍ନଗାମୀ ହୋଇନଥାଏ। ଗଛର ଛେଲି ଭସ୍ମ ଅଠାକୁ ମଣିଷ ନିଜର ବ୍ୟବହାରରେ ଲଗାଇ ଅନେକ ସମସ୍ୟାରୁ ମୁକ୍ତି ପାଇଥାଏ। ବୃକ୍ଷ ମଣିଷ ବା ପ୍ରାଣୀ ଜଗତର ମଙ୍ଗଳ ପାଇଁ ନିଜକୁ ସମର୍ପିତ କରିଥିବାରୁ କବି ତାର ଜୀବନ ଧନ୍ୟ ବୋଲି କହିଛନ୍ତି। କବିଙ୍କ ଭାଷାରେ 7 ବରଷା ଘର୍ମ ଦୁଃଖ, ସହି ଆମ୍ଭଙ୍କୁ ଦିଅନ୍ତି ସୁଖ। ଜୀବିକା ହଅନ୍ତି ପ୍ରାଣୀଙ୍କର, କାବିକା ହଅନ୍ତି ପ୍ରାସାଙ୍କର। ପିଲାମାନେ ଆଜି 3 ନମ୍ବର ପର୍ଯ୍ୟନ୍ତ ଡିସ୍କସନ୍ କରିଦେଇଛି। ପରବର୍ତ୍ତୀ କ୍ଲାସ୍ରେ ଅନ୍ୟ ସବୁ କୋଶ୍ଚିନ୍ ଗୁଡ଼ାକ ଡିସ୍କସନ୍ କରିବା। ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବ ନାହିଁ। ରହୁଛି।